ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ୱେଲକମ୍ ଟୁ ଅନ୍ନପୂର୍ଣ୍ଣା ହାଣ୍ଡିଶାଳ ଖାଣ୍ଟି ଓଡ଼ିଆ ରୋଷେଇକୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଆଜି ଆମେ ବନେଇବା ମୁଗ ଡାଲି କାଞ୍ଜି। ଆପଣ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନା କି ମୁଗ ଡାଲିର କ'ଣ କାଞ୍ଜି? ହଁ ସାଙ୍ଗମାନେ, ଇଏ ଆମ ଓଡ଼ିଆ ଘରର ସ୍ପେଶାଲ ରେସିପି କାଞ୍ଜି। ତ ଚାଲନ୍ତୁ, ମୁଁ କାଞ୍ଜି ପାଇଁ ଏଠି କିଛି ପରିବା ନେଇଛି। ପରିବାରେ ନେଇଛି କଖାରୁ, ଅମୃତଭଣ୍ଡା, ଲାଉ ଆଉ ଟମାଟର, ଆଳୁ। ତାର 2 ଘଣ୍ଟା ପୂର୍ବରୁ ମୁଗ ଡାଲି କିଛି ବତୁରି ନେଇଛି। 200 ଗ୍ରାମରୁ ଟିକେ ଅଧିକ ମୁଗ ଡାଲି ନେଇଛି। ତ ସାଙ୍ଗମାନେ ଏଠି ଆମେ ଭଲକି ସବୁ ପରିବା ଧୋଇ ନେବା। ତାପରେ ଏମିତି ଚୋପା ଛଡ଼େଇ ଛୋଟ ଛୋଟ ପିସ୍ କରିବା। ଦେଖନ୍ତୁ, ମୁଁ ଏଠି ଅମୃତଭଣ୍ଡା, ଲାଉ, କଖାରୁ, ଆଳୁକୁ କାଟି ନେଇଛି। ତାପରେ ଗୋଟେ କଡ଼େଇ ନେଇଛି, କିଛି ପାଣି ନେଇଛି, ସବୁ ପରିବା ଗୁଡ଼ାକ ପକାଇ ଦେଇଛି। ଏଇ ଯେଉଁ ଟମାଟର ରହିଲା ଆମେ ପଛରେ କାଟିକି ପକାଇବା। ତାପରେ ଏଠି କଡ଼େଇକୁ ଗ୍ୟାସ୍ ଉପରେ ଚଢ଼େଇ ଦେଇଛି। ତାପରେ ଏଠି ମସଲା କିଛି ଆଡ଼୍ କରିବା। ମସଲା ପାଇଁ ମୁଁ ଏଠି ମିଟ୍ ମସଲା 1/2 ଚାମଚ, ହଳଦୀ ଗୁଣ୍ଡ 1/2 ଚାମଚ ଆଉ ଲୁଣ ସ୍ୱାଦ ହିସାବରେ ଦେଇକି ଭଲ ଭାବରେ ଗୋଳେଇ ନେଇଛି। ତାପରେ ଏଠି ଆମେ କ'ଣ କରିବା, ଘୋଡ଼େଇ ଦେବା। ଆକୁ ପରିବାକୁ ଭଲସେ ସିଝେଇବା। ତ ଏଠି ଦେଖନ୍ତୁ ସାଙ୍ଗମାନେ, ପରିବା ଅଧା ସିଝିଗଲାଣି। ଦେଖନ୍ତୁ 80% ପରିବା ସିଝି ଯାଇଛି। ତ ଏଇଠି ଆମେ ଯେଉଁ 4ଟା ଟମାଟୋ ନେଇଥିଲେ ସେ ଟମାଟୋକୁ କାଟିକି ଏଠି ଦେଇଦେବା। ସାଙ୍ଗମାନେ ଏଠି ଏ କାଞ୍ଜିର ସ୍ୱାଦ ବଢ଼ାଇବା ପାଇଁ ଚାଲନ୍ତୁ ଗୋଟେ ମସଲା ବନେଇବା। ମସଲାରେ ଆମେ ଦେଖନ୍ତୁ କିଛି କଞ୍ଚା ବାଦାମ ଆଉ ଏଇଠି 2ଟା ଆଉ ଟମାଟର ନେଇଛି। ତାପରେ ନଡ଼ିଆ, ଏସବୁକୁ ଚିକଣ କରି ବାଟି ନେବା। ତାପରେ ଟିକେ ରାଗ ପାଇଁକି ମୁଁ ଏଇଠି ଗୋଟେ ଶୁଖିଲା ଲଙ୍କାର ବ୍ୟବହାର କରିଛି। ଚାଲନ୍ତୁ ଭଲସେ ବାଟି ନେବା। ଦେଖନ୍ତୁ ଭଲସେ ବାଟି ନେଇଛି। ତାପରେ ସେ ବାଟଣଟାକୁ ଏଇଠି ଦେଇଦେବା। ଏଇଟା କାଞ୍ଜିଟା ପୁରା ସୁଆଦିଆ ବନେଇବା ସାଙ୍ଗେ ସାଙ୍ଗେ ଆଉ ଏଇଟା ଖାଇବା ପାଇଁ ତ ଭଲ ଲାଗିବ, ବାସ୍ନା ବି ବହୁତ ବଢ଼ିଆସେ ଆସିବ। ତ ସାଙ୍ଗମାନେ ଏ ମସଲାଟା ଦେଇ ସାରିଲା ପରେ ଭଲ ଭାବରେ ଗୋଳେଇ ନେବା। ତ ଦେଖନ୍ତୁ ଭଲସେ ଆମେ ଗୋଳେଇ ନେଇଛୁ। ପରିବା ବି କେତେ ବଢ଼ିଆସେ ସିଝି ଯାଇଛି ସବୁଯାକ ପରିବା। ତ ଏବେ କ'ଣ କରିବା, ଆକୁ ଘୋଡ଼େଇବାନି, ଆଉ ଗୋଟେ ବାଟଣ ବାଟିବା। ଆଉ ଗୋଟେ ବାଟଣରେ କ'ଣ ବାଟିବା, ମୁଗ ଡାଲି ଆମେ ଯେଉଁ ବତୁରେଇଥିଲେ ତାକୁ ଭଲ ଭାବରେ ଧୋଇ ନେବେ। ତାକୁ ଏଇଠି ମୁଁ ଏଇ ମସଲା ବଟା ଜାର୍ ନେଇଛି। ଆପଣ କୌଣସି ବି ମିକ୍ସି ଜାର୍ ନେଇ ଚିକଣ କରି ବାଟିବେ। ଏଠି ମୁଗ ଡାଲି ଦେଇ ଦେଇଛି। ତାପରେ ଏଠି ଆମେ କ'ଣ ଦେବା, ଏଠି ଟିକେ ଅଦା ଦେବା। ଅଦା ଏଠି ବହୁତ ହି ଭଲ ଲାଗେ। ତାପରେ କିଛି ରସୁଣ ଦେବା, ଚିକଣ କରି ଭଲ ଭାବରେ ବାଟି ନେବା। ତାପରେ ବାଟି ସାରିଲା ପରେ ଏଠି ଦେଇଦେବା ଯେଉଁ ପରିବା ତ ଆମର ଭଲସେ ସିଝି ଯାଇଛି। ଦେଖନ୍ତୁ କେତେ ବଢ଼ିଆସେ ଫୁଟିବା ଆରମ୍ଭ କରିଛି। ତାପରେ ମୁଗ ଡାଲି ପକାଇ ସାରିଲା ପରେ ସାଙ୍ଗମାନେ ଏଠି ଭଲ ଭାବରେ ଗୋଳେଇ ନେବା। ଆଉ କଣ୍ଟିନ୍ୟୁଅସଲି ସାଙ୍ଗମାନେ ଗୋଳେଇ ଚାଲିବେ, ଜମା ଛାଡ଼ିବେନି। ଆଉ ଏଇଠି ଗ୍ୟାସ୍ର ଫ୍ଲେମ୍ ଲୋ କରିଦେବେ। ମୁଗ ଡାଲିକି ସିଝେଇବେ। ଏଠି 5ରୁ 7 ମିନିଟ୍ ମୁଗ ଡାଲି ସିଝେଇବେ। ଏଠି ପାଣି କିଛି ଦେଇଦେବେ, କାହିଁକିନା ଏ ବହୁତ ବହଳିଆ ହେଇଯିବ। ମୁଗ ଡାଲି ବାଟିକି ଦେଇ ସାରିଲା ପରେ ବହୁତ ବହଳିଆ ହେଇଯିବ। ଏ କାଞ୍ଜିଟା ସାଙ୍ଗମାନେ ଯେତିକି ବାସ୍ନା କରିବ, ଖାଇବାକୁ ସେତିକି ସ୍ୱାଦ ଲାଗିବ। ତ ଏଇଠି ଦେଖନ୍ତୁ ମୁଗ ଡାଲି କେତେ ବହଳିଆ ହେବା ଆରମ୍ଭ ହୋଇଗଲାଣି। ତ ଏମିତି ଗୋଳେଇ ଚାଲିବେ। ଦେଖନ୍ତୁ କେତେ ବହଳିଆ ହେଇଗଲାଣି। ଏଠି ମୁଁ ବଡ଼ କଡ଼େଇ ବ୍ୟବହାର କରିଛି। କଡ଼େଇରେ ପୁରା ଏକଦମ ଫୁଲ୍ ହେଇଛି ଆଉ ପୁରା ବହଳିଆ ବି ହେଇଯାଇଛି। ତ ସାଙ୍ଗମାନେ ଇଏ ଯେତେ ସିଝିବ ସେତେ ବହଳିଆ ହେଇ ଚାଲିବ। ତ ଏଇଠି ଦେଖନ୍ତୁ ପୁରା ମୁଗ ଡାଲି ଏ କାଞ୍ଜି ରେଡ଼ି ହେଇଗଲାଣି। ଏବେ ଆମେ ଛୁଙ୍କ ଲଗାଇବା। ତ ଛୁଙ୍କ ଲଗାଇବା ପାଇଁ କଡ଼େଇଟା ମୁଁ ଆରପଟକୁ ବସାଇ ନେଇଛି। ଏଇଠି ଗୋଟେ ସସ୍ପେନ୍ ନେଇଛି। ଆପଣ ଚାହିଁଲେ ଅଲଗା କୌଣସି କଡ଼େଇ ୟା ପ୍ୟାନ୍ର ବ୍ୟବହାର କରିପାରିବେ। ତାପରେ ଏ ସସ୍ପେନ୍ଟା ଗରମ ହେଇଗଲାଣି। କିଛି ସୋରିଷ ତେଲ ନେଇଛି। ସୋରିଷ ତେଲରେ ଏ କାଞ୍ଜିର ସ୍ୱାଦଟା ବଢ଼ିଯାଏ। ତ ସୋରିଷ ତେଲ ନିହାତି ବ୍ୟବହାର କରିବେ। ତାପରେ ଏଠି ସୋରିଷ ଦେଇଛି 1 ଚାମଚ। ସୋରିଷ ଫୁଟିବା ପାଇଁ ଆରମ୍ଭ କଲାଣି। ତାପରେ ଏଠି କିଛି ଶୁଖିଲା ଲଙ୍କା ଦେଇଛି। ଏ ଛୁଙ୍କଟା ଏତେ ବାସ୍ନା କରିବ, କାଞ୍ଜିର ସ୍ୱାଦ ସାଙ୍ଗେ ସାଙ୍ଗେ ବାସ୍ନା ବି ଆହୁରି ବଢ଼ିଆ ଲାଗିବ। ଘର ଦେଖନ୍ତୁ ଏବେ ଏଇ କାଞ୍ଜି ଯେତେବେଳେ ସିଝିଲା, ସିଝା ବାସ୍ନାରେ ଘର ମହକିଲାଣି। ତ ଏଇଠି ଲଙ୍କା ଭାଜି ହେଇଗଲାଣି। ଆମେ ଏଠି ଭୂଷଙ୍ଗ ପତ୍ର କିଛି ନେଇଛୁ। ତାପରେ ମୁଁ ଏଠି ରସୁଣ କିଛି ଛେଚିକି ଦେଇଛି। ରସୁଣ ଟିକେ ଅଧିକ ନେବେ, ଆଉ ରସୁଣର ବାସ୍ନାରେ କାଞ୍ଜିଟା ବହୁତ ଭଲ ଲାଗିବ।
रसुण भल भाव छेची ने ये रसुण पकई भलसे गोल नहीं भूसम पत्रटा को भल भाव आम धोई नहींचु। तो सांगे सांगे जेहेतु गछ तोलिक आनी बाली लगी तो भलसे मु भूसम पत्र को धोई नहीं ये भूसम पत्र छिड़की दे दीची। आपन चाहे काटिकी भी दे पारिबे। तो मुझे गोटा दे दीची। तापरे आपको भलसे भाजी दबा टिके भूसम पत्रटा भाजी गले तार बास्ना संगे से स्वाद भी बढ़ेदेव। तापर मुझे किसी काश्मीरी चिली अध चामच देती जोटा कि टिके कलर पाई आपड़ चाहिए यहाँ दे पारे नले स्किप करें। तापर ये देखो टिके हेंगू देती आधे भी बास्ना आहुरी बढ़िया आसो आ खाइबा को स्वादिया लगे। हेंगू दे सारापर सांगे सांगे काढ़ी ने। तापर ये कड़ईटा को बसईदबा जो कांजी कड़ई आम सिझे रखी थे। तापर सांग मैंने ये जो आम छुंकटा करथिले से छुंकटा को देदबा। देखिले तो सांग मैंने ये आम छुंकटा देदेलु केते बढ़िया से माने बनिकी रेडी हेची ए कांजी। छुंक दे सारा पर सांग मैंने ये कौन करवा जानछंती से पानी अल्प टिके पानी दबा पानी दे ये टिके गोले नबा अल्प हालकार ये भल भाव गोले नबा। तो सांग मैंने देखंतु केते बढ़िया से कलर आसीगलानी आर बास्ना घर महकुची। तो ये देखंतु केते बढ़िया आपण चाहिए आउ किछि भी बनैया को पड़बनी एमती बनैकी खाई परिबे। आउ ए कांजीटा एते सुआदिया लगे आपण माछ मांस खाइबा को भूली जिवे। आउ जेतबेले भी बनैबे सबु बेले बनैकी खाइबे। तो सांग माने आजिर ए रेसिपीटा आपण मानकु केमती लागिला मते कमेंट बॉक्स रे निश्चित जनइबे। आ जदि आपण माने चैनल नुआ प्रथमे चैनल टाको सब्सक्राइब करिनेबे। आउ भिडियोटा आपण कोठु देखुचंती केबे बनैया को स्थिर करचंती तो सेटा मते जनइबे। जेबे बनइबे आपण भिडियोटा को सेव करनियंतु जेबे बनइबे भल भाव रे देखिबे बनइबे। आ गोटे थर छोट अनुरोध गोटे थर निश्चिंत ट्राई करंतु। आपण माने जो माने मुग कि कौन से परिबा आ भितर खाया को पसंद करू नथिबे जदि एमती बनाउचंती आपण मानकु बहुत ही भल लागिबो। आ सबुले एमती बनैकी खाइबे। सांग मैंने आजिर ए रेसिपी मते कमेंट बॉक्स रे निश्चिंत जनइबे। आज एतिकी रहुची पुणी देखा भी नुआ एक रेसिपी सहित ए टाइम रे ए चैनल रे। सांग मैंने जय श्री जगन्नाथ।